ପଟ୍ଟାମୁଣ୍ଡେଇ ପୌରାଞ୍ଚଳ ପୋଖରୀ ଆପଡ଼ାସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ପୀଠରେ ଝାମୁ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ମା ମଙ୍ଗଳାଙ୍କ ପୀଠରେ 5 ମଙ୍ଗଳବାର ବୈଦିକ ରୀତିନୀତିରେ ପୂଜାବିଧି ସହିତ ମାଙ୍କ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା। ଏହି ଅବସରରେ କଳସ ଶୋଭାଯାତ୍ରା, ଘଟ ସ୍ଥାପନ, ଦ୍ୱାରପାଳ ପୂଜା, ସୂର୍ଯ୍ୟ ପୂଜା, 1008 ମାଙ୍କ ବୀଜମନ୍ତ୍ରରେ ଷୋଡ଼ଶ ବେଶ, ସନ୍ଧ୍ୟା ଆଳତୀ ଆଦି ରୀତିନୀତିରେ ସମାପନ କରାଯାଇଛି। ଶେଷ ମଙ୍ଗଳବାର ମାଙ୍କ ପ୍ରତିରୂପ ବିଗ୍ରହକୁ ବିମାନରୂଢ଼ କରାଯାଇ ଗ୍ରାମରେ ପରିକ୍ରମା କରାଯାଇଥିଲା। ପୀଠର ପୂଜକ ଜଗବନ୍ଧୁ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବର ଶେଷ ମଙ୍ଗଳବାର ଅପରାହ୍ନରେ ମାଙ୍କ ଝାମୁ ଯାତ୍ରା ହୋଇଯାଇଛି। କାକଟପୁର ମା ମଙ୍ଗଳାଙ୍କ ପୀଠରୁ ଆସିଥିବା ପାଟୁଆ ମସ୍ତକରେ ରୁଖା ଧାରଣ କରି ଝାମୁ ଗାଢ଼ରେ ପ୍ରସ୍ତୁତ ଅଗ୍ନିରେ ଖାଲି ପାଦରେ ଚାଲିବା ଦୃଶ୍ୟ ଦେଖିବା ପାଇଁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗିଥିଲା। ମା ମଙ୍ଗଳାଙ୍କ ସ୍ୱତନ୍ତ୍ର ପୂଜାନୀତିରେ ପଣା ଲାଗି କରାଯିବା ପରେ ଭକ୍ତମାନଙ୍କ ମଧ୍ୟରେ ବଣ୍ଟା ଯାଇଥିଲା। ଏହି ପୀଠରେ ଅନୁଷ୍ଠିତ ଝାମୁଯାତ୍ରା ମହୋତ୍ସବରେ ଭଜନ ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପ୍ରସ୍ତୁତ କରାଯାଇଥିବା ସ୍ୱତନ୍ତ୍ର ପ୍ରସାଦକୁ ମାଙ୍କୁ ଲାଗି କରାଯିବା ପରେ ଶ୍ରଦ୍ଧାଳୁମାନଙ୍କୁ ବଣ୍ଟନ କରାଗଲା। ଆଖପାଖ ଅଞ୍ଚଳର ସହସ୍ର ସଂଖ୍ୟାରେ ଶ୍ରଦ୍ଧାଳୁ ଏହି ମହୋତ୍ସବରେ ସାମିଲ ହୋଇ ମାଙ୍କୁ ଦର୍ଶନ କରି କୃପାଲାଭ କରିଥିଲେ। ଏହି ଉତ୍ସବକୁ କାଉନ୍ସିଲର ଲସ୍ୟାମୟୀ ସାହୁ, ସମାଜସେବୀ ଶୁଭେନ୍ଦୁ ଚୌଧୁରୀ, ନିରାକାର ସାହୁ, ଜିତେନ୍ଦ୍ର ନାୟକ, ଧୀରେନ୍ଦ୍ର ଚୌଧୁରୀ, କୃପାସିନ୍ଧୁ ନାୟକ, ନୃସିଂହ ଚୌଧୁରୀ, ଲକି ପାତ୍ର, ସରୋଜ ଦାସ ପ୍ରମୁଖ ଗ୍ରାମବାସୀମାନେ ପରିଚାଳନାରେ ସହଯୋଗ କରିଥିଲେ। ପଟ୍ଟାମୁଣ୍ଡେଇରୁ ଧୀରେନ୍ଦ୍ର ମଲ୍ଲିକଙ୍କ ରିପୋର୍ଟ, ଲିଭ୍ ଲାଇଭ୍ ଓଡ଼ିଆ।